ଆପଣ ଯେଉଁ କଥା କହୁଛନ୍ତି ଟଙ୍କା କଥା ସେ କଥା ଯଦି ନ ହେଇଥାନ୍ତା ଆଜି ବିଜୁ ଜନତା ଦଳ 2024 ଶାସନ ଗାଦିରେ ବସିଥାନ୍ତା। ଯେହେତୁ ସେଇ ଜିନିଷଟି ଟଙ୍କା ଉପରେ କିଛି ଲୋକଙ୍କର ଲୋଲୁପ ଦୃଷ୍ଟି ରହିଲା, ସେଇ ଟଙ୍କା ପାଇଁ ଯେଉଁ କଥା କହନ୍ତି ସବୁରି ମୂଳରେ ଟଙ୍କା, ବିଜେଡି ମୁହଁ କରିଦେଲା ବଙ୍କା। ତେଣୁ ବିଜେଡି ମୁହଁ କରିଦେଲା ବଙ୍କା। ତେଣୁ ଆପଣ ମାନେ ଯେଉଁ କଥା କହୁଛନ୍ତି କିଛି ଖରାପ କହୁନାହାନ୍ତି, କାହା ନା ନବା ଗୋଟି ଗୋଟି କରିକି କଣ କରିଥିଲେ ବିଜୁ ଜନତା ଦଳ ପାଇଁ, କଣ କରିଥିଲେ ଜନତା ଦଳ ପାଇଁ? କେଉଁ ନେତାଙ୍କ ନାଁ ଟିକେ କହୁନାହାନ୍ତି। ନାଇଁ ଆପଣ ମାନେ କିଛି କହିଲେ କିଛି ମାନେ ଅସୁବିଧା ନାହିଁ। ଆପଣ ଯୋଉ କହୁଛନ୍ତି ଦେବାଶିଷ ସାମନ୍ତରାୟ ଦଳ ଛାଡ଼ିଲେ କାହିଁକି? ନାଇଁ ଧୋକେବାଜ ସେ ଯୋଉମାନେ ଦଳ ଛାଡ଼ିଛନ୍ତି ତା ପୂର୍ବରୁ ଦେବାଶିଷ ସାମନ୍ତରାୟ ବି ମଧ୍ୟ କହୁଥିଲେ, ଯୋଉମାନେ ଦଳ ଛାଡୁଥିଲେ ତାଙ୍କୁ ମଧ୍ୟ ସେ କହୁଥିଲେ ଧୋକାବାଜ। ତାପରେ ସେ ଯୋଉମାନେ ଆଜି ଧୋକାବାଜ କହୁଛନ୍ତି ସିଏ କାଲି ଦଳ ଛାଡ଼ିବେ, ଆଉ ଜଣେ କିଏ କହିବେ ଧୋକାବାଜ। ତେଣୁ ଇଏ ଗୁଡ଼ା ସବୁ ପ୍ରମ୍ପଟିଂ ଉପରୁ ପ୍ରମ୍ପଟିଂ ହେଇକିରି ଆସୁଛି। ତେଣୁ ଯାହାକୁ ନିର୍ଦ୍ଦେଶ ଦିଆଯାଉଛି ସିଏ ଆସିକିନି ମିଡିଆ ଆଗରେ ବାଇଟଟି ଦଉଛନ୍ତି। ତେଣୁ ମୋ କହିବା କଥା ଓଡ଼ିଶାର ଜନସାଧାରଣ ବୁଦ୍ଧିଜୀବୀ ଭାଇମାନେ ଭଉଣୀମାନେ ଦେଖୁଛନ୍ତି, টিভি ମାଧ୍ୟମରେ পেপର ମାଧ୍ୟମରେ ମଧ୍ୟ ପଢୁଛନ୍ତି। ବିଜୁ ଜନତା ଦଳ ପୂର୍ବରୁ ଜନତା ଦଳ ଥିଲା, ଜନତା ଦଳରେ ଯେଉଁମାନେ କାମ କରୁଥିଲେ ତାପରେ ପରେ ବିଜୁ ଜନତା ଦଳ ତିଆରି ହେଲା, ବିଜୁ ଜନତା ଦଳରେ କାମ କଲେ ଏବଂ ଯେଉଁମାନେ ବିଗତ ଦିନରେ କଂଗ୍ରେସ ସହିତ ବିଜେପି ସହିତ ବିଭିନ୍ନ ସମୟରେ ଆଜି ପର୍ଯ୍ୟନ୍ତ କେସ୍ ଚାଲିଛି, ସେମାନଙ୍କୁ ପଚରା ନାହିଁ ଉଚରା ନାହିଁ। ଯେଉଁମାନେ ଆଗକୁ ଆସିଲେ ବଡ଼ ବଡ଼ ପୁଞ୍ଜିପତି ସେମାନଙ୍କୁ ନେଇ କାହାକୁ ରାଜ୍ୟସଭା, କାହାକୁ ଲୋକସଭା, କାହାକୁ ଏମଏଲଏ ଟିକେଟ, କୋଉ କଂଗ୍ରେସରୁ ଆଣିକିନି କାହାକୁ ଏମଏଲଏ ଟିକେଟ, ଏମପି ଟିକେଟ, କାହାକୁ କିଏ ଝଣ୍ଡା ଧରିକିନି କମ୍ୟୁନିଷ୍ଟରେ ଇଏ ହଲଉଥିଲେ ତାଙ୍କୁ ଆଣି କୋଷାଧ୍ୟକ୍ଷ। କଣ ଏଠି ବିଜୁ ଜନତା ଦଳରେ କଣ ଚାଲିଛି? ତେଣୁ ବିଜୁ ଜନତା ଦଳକୁ କିଛି ଲୋକ, କିଛି କୁଚକ୍ରୀ ଗୋଷ୍ଠୀ ଆଜି ପର୍ଯ୍ୟନ୍ତ ରହିଛନ୍ତି, ସେମାନେ ଚାହୁଁଛନ୍ତି ବିଜୁ ଜନତା ଦଳ ସେଇଭଳି ବଞ୍ଚିଥାଉ, ଭାରତୀୟ ଜନତା ପାର୍ଟି ସେଇଭଳି ବଢୁଥାଉ ଏବଂ ତାଙ୍କର ନେକ୍ସସ ଯାହାଙ୍କ ସହିତ ରହିବା କଥା ଠିକ ରହିଛି। ବିଜୁ ଜନତା ଦଳକୁ ବେଶୀ ଉପରକୁ ନ ଉଠେଇ ଦେଇ ଯେମିତି ଯେଉଁ ଫଣ୍ଡସ ଅଛି ସେ ଫଣ୍ଡସକୁ କିପରି ଘପଲିତ କରିବେ ସେଇ ଯୋଜନାରେ ବର୍ତ୍ତମାନ ସେମାନେ ଅଛନ୍ତି। ତେଣୁ ଭବିଷ୍ୟତ ବିଜୁ ଜନତା ଦଳ ବର୍ତ୍ତମାନ ଆପଣ ଯାଆନ୍ତୁ ପଞ୍ଚାୟତକୁ, ଯାଆନ୍ତୁ ମ୍ୟୁନିସିପାଲିଟି ଏରିଆକୁ, ଯାଆନ୍ତୁ ବିଭିନ୍ନ ଅଞ୍ଚଳକୁ, ବର୍ତ୍ତମାନ ବିଜୁ ଜନତା ଦଳକୁ ବହୁତ ଲୋକ ଭଲ ପାଉଛନ୍ତି। ଭାରତୀୟ ଜନତା ପାର୍ଟି 2 ବର୍ଷ ମଧ୍ୟରେ କିଛି ଉନ୍ନତିମୂଳକ କାର୍ଯ୍ୟ କରିନି କି ଆମେ କହୁନୁ କି ଭାରତୀୟ ଜନତା ଦଳ ଗୋଟେ ଏତେ ବଡ଼ ଜିନିଷ କରିଦେଇ ଯାହାକୁ କି ସାରା ଦେଶ ବା ସାରା ରାଜ୍ୟ ଚାହିଁ ବସିଥିଲେ, ଯାହାକୁ କରିଦେଲା ଆମେ ମାଇଲେଜ ନେବୁ, ସେ କାମକୁ ମଧ୍ୟ କରିନି। ଲୋକ ଝୁରୁଛନ୍ତି ନବୀନ ପଟ୍ଟନାୟକକୁ, କିନ୍ତୁ ନବୀନ ପଟ୍ଟନାୟକଙ୍କୁ ପୁଣି ଚତୁର୍ଥ ଥର ପଞ୍ଚମ ଥର ଯେଉଁ ଭାବୁଥିଲେ ମାନେ ମୁଖ୍ୟମନ୍ତ୍ରୀ କରିଦେବା ପାଇଁ ଯୋଉ ଚକ୍ରାନ୍ତ କରାଯାଇକିନି ଦୂରେଇ ରଖାଗଲା 2024 ବର୍ତ୍ତମାନ ସେଇ ଚକ୍ରାନ୍ତ 2029 ମଧ୍ୟ ହବା ପାଇଁ ଯାଉଛି। କିଛି ଶୁଣନ୍ତୁ, କିଛି ଲୋକ ଏମିତି କରି ଫେସବୁକରେ ଗୋଟେ ପକେଇ ଦିଅନ୍ତି, ବିପଦ କହିଦିଅନ୍ତି। ଯେଉଁମାନଙ୍କର ପାଣ୍ଡିଆନକୁ, ଯେଉଁମାନେ କାହା ନାଁ ନେବା ପାଇଁ ଚାହୁଁନାହାନ୍ତି ଆପଣ ତର୍ଜମା କରିବେ, ଯେଉଁମାନେ ପାଣ୍ଡିଆନକୁ ରାତି ଅଧରେ ଦିନ 2 ପରେ ମା ଭଉଣୀ ନେଇକିନି ଗାଳି ଦଉଥିଲେ, ସେମାନେ ଆଜି ପାଣ୍ଡିଆନଙ୍କର ଅତି ବିଶ୍ୱସ୍ତ ଲୋକ ହେଇକି ରହିଛନ୍ତି। ବେଳ ପଇଲେ ସେମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି ପାଣ୍ଡିଆନକୁ ବ୍ୟାକ୍ ବୋନରେ ଛୁରା ଭୁସି ଠିକ ଟାଇମରେ ପଳେଇ ଯିବା ପାଇଁ ଯୋଜନାରେ ଅଛନ୍ତି। ଆପଣ ସମୟକୁ ଅପେକ୍ଷା କରନ୍ତୁ, ସେ ସମୟ ଆସିଲେ ନିଶ୍ଚିନ୍ତ ରୂପେ ଆପଣମାନେ ଜାଣିପାରିବେ ଯେ ପାଣ୍ଡିଆନ କିଛି ଲୋକଙ୍କୁ ମଧ୍ୟ ବିଶ୍ୱାସ କରିକି ରଖିଥିଲେ, ବହୁତ ବଡ଼ ବଡ଼ ପଦବୀ ଦେଇଥିଲେ, ଆଜି ସେମାନଙ୍କ ପାଣ୍ଡିଆନ ମୁହଁରେ କାଳି ବୋଲିକିନି କାହିଁ ପଳେଇଗଲେ? ଶେଷ ପ୍ରଶ୍ନ, ପାଣ୍ଡିଆନ କୀର୍ତ୍ତନ ବନ୍ଦ ହେଲେ ଯାଇକି ବିଜେଡି ଉଠିବ ବୋଲି ଆପଣ ଭାବୁଛନ୍ତି କି? କଥା ସେଠି ପଡ଼ିନି। ପାଣ୍ଡିଆନ କ'ଣ ଖରାପ ଲୋକ ଆମେ କହୁଛୁ? ପାଣ୍ଡିଆନ କ'ଣ ଖରାପ କାମ କରୁଥିଲା ଓଡ଼ିଶାରେ? ଯେଉଁ ନବୀନ ବାବୁଙ୍କ ପାଖରେ ଯେଉଁ 4-5 ଜଣ ଅଫିସର ଥିଲେ ସେ କ'ଣ ଖରାପ କଥା କରୁଥିଲେ ଆମେ କ'ଣ କହୁଛୁ? କିନ୍ତୁ ଯେଉଁମାନେ ବିଜୁ ଜନତା ଦଳ ବିଷୟରେ ଚିନ୍ତା କରୁଥିଲେ ବା ଭାବୁଥିଲେ କି ଆମେ ସବୁ ବୁଝୁଛୁ, ଯଦି ଭୁଲ ପରାମର୍ଶ ଦେବେ ଦଳଟା କୁଆଡ଼େ ଯିବ? ତେଣୁ ଭୁଲ ପରାମର୍ଶ ଯେତେବେଳେ ଦେଲେ ନିଜେ ଯାଇକିନି ପ୍ରଚାରରେ ବୁଲିବେ, ନିଜେ ଏଇଠି ବସିଥାନ୍ତ, ତେବେ ବିଜୁ ଜନତା ଦଳ ନିଶ୍ଚିତ ପୁଣି ଥରେ ଆସିଥାନ୍ତେ। ତେଣୁ ଯେଉଁମାନଙ୍କ ଉପରେ ଆପଣ ଆଉ ଜାଣିଛନ୍ତି ଗୋଟେ କଥା, ଆପଣଙ୍କର ଇଏ କଥାଟି ଆପଣମାନେ ସାମ୍ବାଦିକ ହିସାବରେ ଆମେ କହିବା କଥା ନୁହେଁ, ତଥାପି ଯେହେତୁ ନିଜକୁ କ୍ଷୋଭ ଲାଗୁଛି କହିବା ପାଇଁ ବାଧ୍ୟ ହେଉଛୁ। ଗୋଟେ ତାଙ୍କର ଟିମ୍ କରିଥିଲେ, ଆଇପିଏସ୍ଙ୍କ ନାଁ ନେଉନି, ଆପଣ ଜାଣୁଥିବେ, ଆଇଏଏସ୍ 2 ଜଣ ଏବଂ ଆଇପିଏସ୍ 2 ଜଣ ଏବଂ
ता भितर आम पॉलिटिकल लोक जड़े एमती 5-6 जन गोटे टीम करते सर्वे टीम सेठी आम केन्द्रापड़ा जिलार जड़े पिला से सर्वे टीम रे थिला मु ना नवा जाऊनी से मत कहला जो कथा अप्रिय सत कथा कहले आज्ञा एठी सर्वे टीम कागज आसे गोटे एसपी ऑफिस रु एठी कहती ना ना से गुड़ा हेनी आम जहाँ कहूँ तुम से पठाओ आमको दियो आमको देले आम नवीन निवास को पठेबू तेणु यही प्रकार जब हम ये 2029 कौन 2034 पुणी हारे विजु जनता दल तेणु जदि प्रकृत में एबी समय अच्छी जदि विजु जनता दल को बचाई चाहते विजु जनता दल को आगू नापी चाहते लोक मैंने चाहते विजु जनता दल को किंतु आमर नेता मैंने चाहूना विजु जनता दल को ये नेता मान आगे पार हवा दरकार तेज जाए विजु जनता दल आगू जीव।